Audio Jungle. ଭୁବନେଶ୍ୱର ଓଡ଼ିଶାର ପ୍ରସିଦ୍ଧ ଲୋକକଳା ମଧ୍ୟରେ ଘୁମୁସର ଲୋକକଳା ଅନ୍ୟତମ ଅଟେ। କଣ୍ଢେଇ ନାଚ, ପଶୁମୁଖା ନାଚ ସାଙ୍ଗକୁ ଚଉପଦୀ ପରିବେଷଣ ପାଇଁ ଆଜି ବି ଘୁମୁସର ଖ୍ୟାତି ରହିଛି। ଆଜି ଭଞ୍ଜନଗରରେ ପଶୁମୁଖା ନାଚ ଓ କଣ୍ଢେଇ ନାଚ ଦର୍ଶକମାନଙ୍କ ମନ କିଣି ନେଇଛି। କଳାପ୍ରେମୀ ରାଜଧାନୀବାସୀ ଆଜି ଓଡ଼ିଶାର ଏହିସବୁ ପ୍ରାଚୀନ ସମୃଦ୍ଧ ଲୋକକଳା ଦେଖି ବିମୋହିତ ହୋଇଛନ୍ତି। ଅବସର ଥିଲା ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ 2 ଦିନିଆ ଘୁମୁସର ଉତ୍ସବ। ଭଞ୍ଜ କଳାମଣ୍ଡପରେ ସଭାପତି ବାଲ୍ମୀକି ପଟ୍ଟନାୟକ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରଘୁନାଥ ମିଶ୍ର, ମୁଖ୍ୟ ବକ୍ତା ଭାବେ ଗବେଷକ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯାଇଥିବା ଭଞ୍ଜ ମାଧ୍ୟମରେ ଭଞ୍ଜ ସାହିତ୍ୟ ଉପରେ ଅଧିକ ଗବେଷଣା ଓ ଅଧ୍ୟୟନ ହେବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା ମତ ଦେଇଥିଲେ। ଆଗାମୀ ଦିନରେ ଭଞ୍ଜଙ୍କ ନାମରେ ଡାକ ଟିକେଟ ପ୍ରଚଳନ ଓ ଭଞ୍ଜଙ୍କ ଜନ୍ମପୀଠକୁ ଐତିହ୍ୟ ଗ୍ରାମ୍ୟ ଭାବରେ ଘୋଷଣା କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ। ସମ୍ପାଦକ ଏକତ୍ରତ୍ନ ପାତ୍ର ଧନ୍ୟବାଦ ଦେଇଥିଲେ। ଶାନ୍ତନୁ କୁମାର ରଥ ସଂଯୋଜନା କରିଥିଲେ। ଅପରାହ୍ନ ଅଧିବେଶନରେ ପ୍ରହ୍ଲାଦ ନାଟକ, ପଶୁମୁଖା ନୃତ୍ୟ, କଣ୍ଢେଇ ନୃତ୍ୟ, ଓଡ଼ିଶୀ ଛାନ୍ଦ ଓ ଚଉପଦୀ ପରିବେଷଣ କରାଯାଇଥିଲା। ସେହିପରି ସନ୍ଧ୍ୟାରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଆଧାରିତ ନାଟକ କବି ସମ୍ରାଟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା ଘୁମୁସର ବଡ଼କୋଦଣ୍ଡାର ଡେରାବେଶ ଓ ଐତିହାସିକ ଚିତ୍ର ପ୍ରଦର୍ଶନୀ। ପିତ୍ତଳ ମାଛ ପାଇଁ ବେଲଗୁଣ୍ଠା ପ୍ରସିଦ୍ଧି ଲାଭ କରିଛି। ଉତ୍ସବରେ ଷ୍ଟଲ୍ ପକାଇଥିବା ଶିଳ୍ପୀ ପ୍ରଦୀପ ମହାରଣା କହିଛନ୍ତି ଯେ ପିତ୍ତଳ କାରିଗରୀ ତାଙ୍କ କୌଳିକ ବୃତ୍ତି। ଆଜି ବି ସେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ସେ ତାଙ୍କ ବାପାଙ୍କ ଠାରୁ ଏହି କାରିଗରୀ କଳା ଶିଖିଥିଲେ ଏବଂ ସେ ତାଙ୍କ ପୁଅକୁ ଶିଖାଉଛନ୍ତି ବୋଲି ଗର୍ବର ସହ କହିଛନ୍ତି। ବେଲଗୁଣ୍ଠାର କାରିଗରୀ କଳାକୁ ସେ ପ୍ରଚାର ପ୍ରସାର କରିବା ସୁଯୋଗ ପାଉଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। କଣ୍ଢେଇ ନୃତ୍ୟ ନେଇ ଆସିଥିବା ବଡ଼କୋଦଣ୍ଡାର ଅଜୟ କୁମାର ବିଶୋଇ କହିଛନ୍ତି ଯେ ସୂତା କଣ୍ଢେଇ ନାଚର ପ୍ରଚାର ପ୍ରସାର ସେମିତି ଆଖିଦୃଶିଆ ନୁହେଁ, କିନ୍ତୁ ଏହି ନୃତ୍ୟର କଳାକୌଶଳ ଅନନ୍ୟ। ଏହି ନୃତ୍ୟ ମାଧ୍ୟମରେ ସେ ରାମାୟଣ ମହାଭାରତ ପରି ପୌରାଣିକ କଥାବସ୍ତୁ ସମେତ କିମ୍ବଦନ୍ତୀକୁ ତପୋଇ ଧର୍ମପଦ ଭଳି କାହାଣୀକୁ ନେଇ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ରବୀନ୍ଦ୍ର ମଣ୍ଡପ, ସାହିତ୍ୟ ଏକାଡେମୀ ଏବଂ ଭାରତୀୟ ବିଦ୍ୟାଭବନ ଆଦି ସ୍ଥାନରେ ସେ ଏହି ପ୍ରାଚୀନ ଲୋକକଳା ପରିବେଷଣ କରିବାକୁ ବହୁ ସୁଯୋଗ ପାଇଛନ୍ତି ଏବଂ ପ୍ରଶଂସିତ ହୋଇଛନ୍ତି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଧିକ ମିଳିବା ଉଚିତ ବୋଲି ସମୃଦ୍ଧ ଓଡ଼ିଶାରୁ ବାଳକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ।